ଚଉଷଠି ଯୋଗିନୀ ଦେବୀ ମାତା କାଳୀଙ୍କର ସହଚରୀ ଭାବରେ ପୂଜା ପାଉଛନ୍ତି। ଚଉଷଠି ଯୋଗିନୀ ଓ ନବକୋଟି କାର୍ତ୍ତାୟନୀ ଦେବୀ କାଳୀଙ୍କର ସହଚରୀ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ଏହିମାନେ ବିଭିନ୍ନ ସ୍ଥାନରେ ଗ୍ରାମ ଦେବତୀ ରୂପେ ପୂଜା ପାଉଅଛନ୍ତି। ଲୋକକଥା ରହିଛି, ଆଗକାଳରେ ଲୋକମାନେ ମା'ଙ୍କୁ ଶ୍ରଦ୍ଧା ଭାବ ଭକ୍ତିରେ ପୂଜା କରିବା ସମୟରେ ମା' ଗ୍ରାମ ଦେବତୀଙ୍କୁ ଏମିତି ଡାକୁଥିଲେ। ଏହି ମନ୍ତ୍ର ଦ୍ୱାରା ବିଶ୍ୱାସ ରହିଥାଏ, ଏମିତି ଭାବରେ ଡାକିଲେ ମା' ଖୁସି ହୁଅନ୍ତି, ସବୁ ବାଧାବିଘ୍ନକୁ ଦୂରେଇ ଦିଅନ୍ତି। କ'ଣ ସେ ମନ୍ତ୍ର? ଆମ ଗାଁରେ ବିରାଜିତ ତୁହିଁ ଗ୍ରାମ ଦେବତୀ ହୋଇ ବିପଦେ ଆପଦେ ସାହା ହୋଇଥାଉ। ପଣତେ ରଖୁ ତୁ ଘଣ୍ଟ ଘୋଡ଼ାଇ। ମା' ବୋଲି ଥରେ ଡାକିଦେଲେ ତୋତେ ଉତ୍ତର ତ ତୁ ଦେଉ। ଠିକ୍ ଭୁଲର ମାର୍ଗ ତୁ ଦେଖାଉ। ତୋ ସିନ୍ଦୂର ମୋ ମଥାରେ ଥାଉ। ଗ୍ରାମ ଦେବତୀ ତୁ ହେଉଛୁ ମଙ୍ଗଳା। ତୋ ଗାଁର ସମସ୍ତଙ୍କ କରେ ମଙ୍ଗଳ। ବିପଦେ ଆପଦେ ସାହା ହୋଇଥାଉ। ତୋ ପିଲାଛୁଆଙ୍କୁ ପଣତେ ଘଣ୍ଟ ଘୋଡ଼ାଉ। ବିପଦ ଆସିଲେ ଆମ ଗାଁକୁ ରଖୁ ଘଣ୍ଟ ଘୋଡ଼ାଇ। ଏମିତି ମନ ଭିତରେ ଡାକନ୍ତି ପୂଜା କରିବା ସମୟରେ। ଆଉ ଗୋଟେ କଥା, ରାତି ହେଲେ ମା' ଗାଁରେ ବୁଲେ। ରାତି 2ଟାରେ ଘରୁ ବାହାରିବାକୁ ଲୋକେ ଡରନ୍ତି। କୁହନ୍ତି ମା' ରାତିରେ ବୁଲିଥାଏ। ଆହୁରି ଲୋକକଥା ରହିଛି, ଏହିସବୁ ଉପାୟ କରିଲେ ଭକ୍ତର ସବୁ ଇଚ୍ଛା ପୂରଣ ହୁଏ। ମା'ଙ୍କୁ କ୍ଷୀରି ଭୋଗ ଲଗାଇଲେ 22 ଦିନ ଏବଂ ଯଦି କାହାର ବାହାଘର ହୋଇପାରୁନି କିମ୍ବା ବାହାଘର ବିଳମ୍ବ ହେଉଛି, ମା' ଗ୍ରାମ ଦେବତୀଙ୍କୁ ପୂଜା କରନ୍ତି। କିନ୍ତୁ ତାହା ଗୁପ୍ତ ନୀତି। ଯିଏ ଗ୍ରାମ ଦେବୀଙ୍କୁ ପୂଜା କରନ୍ତି ତାଙ୍କୁ ପଚାରିଲେ କହିବେ। 108 ମନ୍ଦାର ଫୁଲ ଚଢ଼େଇଲେ ମନ ଜାଣି ବର ପ୍ରଦାନ କରନ୍ତି ମା' ଗ୍ରାମ ଦେବତୀ।